ପଛକରେ ଆମେ ଆସି ଗାଁରେ ପହଞ୍ଚିଛୁ ଦେଖିବାକୁ ପୁରା ସୁନ୍ଦର ଗାର୍ଡେନ ଭଳିଆ, କିନ୍ତୁ ସନ୍ଧ୍ୟାବେଳେ ଆସି ପହଞ୍ଚିଛୁ ମାଇକି ଗାଉଛି କିଛି ଶୁଭୁନି। ଆପଣମାନେ ଖାଲି ଦେଖନ୍ତୁ କୋଉ ଭଳିଆ ଜିନିଷ ହେଇଛି, କେମିତି ଗୋଟେ ମଶାଣି କି ସ୍ୱତନ୍ତ୍ର ଗାଲିଚା କରାଯାଇଛି ଏ ଜାଗାରେ। ଆସନ୍ତୁ ପଛକୁ ଆସନ୍ତୁ। ତ ଏଇଆ ତ ଦେଖିବ ତ ପୁରା ଗୋଟେ ଛାଆଣି ହେଇଯାଇଛି ଜିନିଷ ଫୁଲରେ। ଫୁଲରେ ପୁରା ଗେଟ୍ ଟା ପୁରା ଛାଆଣି ହେଇଯାଇଛି, ବହୁତ ସୁନ୍ଦର। ଏତେ ସୁନ୍ଦର ଲାଗିଛି, ଦେଖୁଛନ୍ତି ସବୁ ଗୋଲାପ ଫୁଲ ଲାଗିଛି। ଏପଟେ ସବୁ ଗୋଲାପ ଫୁଲ ହେଇଛି, ଏପଟେ ଆଜ୍ଞା ସୁନ୍ଦର ସୁନ୍ଦର ସବୁ ଗଛ ଲାଗିଛି ଠାକୁର ଜାଗାରେ। ମାଇକି ବର୍ତ୍ତମାନ ବାଜୁଛି ତ ତେଣୁ ଆଜ୍ଞା ଆଜ୍ଞା ଦେଖିପାରୁଥିବେ ଏଇ ସବୁ ଗୋଟେ ପ୍ରକାରେ ଏଠି ଦେଖ ଟିକେ ଆଜ୍ଞା ସବୁ ଗୋଟେ ବିଚିତ୍ର ପ୍ରକାର ଫୁଲ ଲାଗିଛି। ଇଏ ଆଜ୍ଞା ସବୁ ପ୍ରକାର ଜିନିଷ ସବୁ ଲାଗିଛି। ଇଏ ଏପଟେ ଆସନ୍ତୁ ଯୋଉ ତ ଦେଖିପାରୁଥିବେ ମନ୍ଦିର ପଛକରେ ପୁରା ସ୍ୱତନ୍ତ୍ର ଗୋଟେ ଗାର୍ଡେନ କରିଦିଆଯାଇଛି। ଦେଖିପାରୁଥିବେ ଏପଟଟା ପୁରା ସ୍ୱତନ୍ତ୍ର ଗୋଟେ ଗାର୍ଡେନ, ଏବଂ ଏଠି ଯୋଉଟା ପୋଖରୀ ଭଳିଆ ହେଇଛି ଆଜ୍ଞା ଦେଖିପାରୁଥିବେ ବିଭିନ୍ନ ପ୍ରକାର ଜିନିଷ ସବୁ ଲାଗିଛି। କଣ ହେଲା ଏ କାମୁଡିଛି କଣ ବେ ପିମ୍ପୁଡି। ଆଜ୍ଞା ପୁରା ଗୋଟେ ବଗିଚା ତିଆରି ହେଇଛି ଗାଁ ଲୋକଙ୍କର ଉଦ୍ୟମ କ୍ରମେ। ସେଠି ଆଜ୍ଞା ଫୁଲ ଲାଗିଛି ଦେଖିପାରୁଥିବେ ଜିନିଷ ସବୁ କେତେ ପାଳ ତା ଉପରେ ଆଜ୍ଞା ବଇଛନ୍ତି ମନ୍ଦିରରେ ସ୍ୱତନ୍ତ୍ର ପୁରା ଗୋଟେ ବଗିଚା ତିଆରି ହେଇଛି। ତ ଆଜ୍ଞା ସବୁ ତ ବିଚିତ୍ର ଜିନିଷ ସବୁ ବିଭିନ୍ନ ଭେରାଇଟିର ଫୁଲ ସବୁ ଲାଗିଛି ଆ ଭିତରେ। କେତେ ପ୍ରକାରର ମାନେ ଫୁଲ ଲାଗିଛି, କେତେ ପ୍ରକାର ଜିନିଷ ସବୁ ଲାଗିଛି ସ୍ୱତନ୍ତ୍ର ପାଣି ଚାଲିବା ପାଇଁ ଜିନିଷ ଆଜ୍ଞା ତିଆରି ହେଇଛି। ତ ଆପଣ ଏଭଳିଆ ଗୋଟେ ଶିବ ମନ୍ଦିର କୋଉଠି ଆଜ୍ଞା ପାଇବେନି, ଏତେ ଫୁଲ କୋଉଠି ଲାଗି ଏତେ ପୁରା ସ୍ୱତନ୍ତ୍ର ଗୋଟେ ମାନେ ବଗିଚା ତିଆରି ହେଇଛି, ସ୍ୱତନ୍ତ୍ର ଜିନିଷ ତିଆରି ହେଇଛି ଆଜ୍ଞା। ଶିବ ମନ୍ଦିରଟି ଯେମିତି ହବା କଥା ଆଜ୍ଞା ଏଇ ଜାଗାରେ ପୁରା ହେଇଛି। ଯୁଆଡେ ଆଜ୍ଞା ଅନେଇବେ ଖାଲି ଫୁଲ ଗଛ ଫୁଲ ଗଛ। ମନ୍ଦିରରେ ମାଇକି ବାଜୁଛି ପ୍ରବଳ, ମାନେ ଚଢେଇ ତାପରେ ବଇଛନ୍ତି ପାରା। ଆଉ ଦେଖିଲେ ତ ପୁରା ସ୍ୱତନ୍ତ୍ର ମାନେ ବଗିଚା ହିଁ ତିଆରି ହେଇଛି। ପୁରା ଆଜ୍ଞା ଆମେ ସନ୍ଧ୍ୟା ସମୟରେ ଆସିକି ପହଞ୍ଚିଛୁ, ମାଇକି ବାଜୁଛି କିନ୍ତୁ ପୁରା ଆଜ୍ଞା ପୁରା ମାନେ ପୁରା ବଗିଚା ହିଁ ତିଆରି ହେଇଛି। ତଳେ ସବୁ ଦେଖିପାରୁଥିବେ ଏଇ ସବୁ ଜିନିଷ ହେଇଛି ଆଜ୍ଞା ପୁରା ବଗିଚା ଗାଁ ଲୋକଙ୍କର ଉଦ୍ୟମ କ୍ରମେ ଏସବୁ ପୁରା ବଗିଚା ଯୁଆଡେ ଆଜ୍ଞା ଦେଖିବ ସବୁଠି ଆଜ୍ଞା ଫୁଲ ଗଛ ସ୍ୱତନ୍ତ୍ର ରୂପରେ ଜିନିଷ ସବୁ ଲାଗିଛି ପୁରା ବିଭିନ୍ନ ଭେରାଇଟିର ଫୁଲ, ବିଭିନ୍ନ ଭେରାଇଟିର ସବୁ ଆଜ୍ଞା କରାହେଇଛି। ମାନେ ମନ୍ଦିରରେ ଆଜ୍ଞା ଗୋଟେ ଧୂଳି ନାହିଁ, ପୁରା ଡିଜାଇନ
ଆପଣ ମାନେ ଏଇ ଜାଗାକୁ ଆଜ୍ଞା ଆସନ୍ତୁ ବୁଲିକି ଯାଆନ୍ତୁ ଆଜ୍ଞା ମନ୍ଦିରଟି ଯେମିତି ହେବା କଥା ଆଜ୍ଞା ସେମିତି ହେଇଛି ମାଇକି ଗାଉଛି ବେଶୀ କିଛି କହିବା ଦର୍ଶନ କରିବାକୁ ଆପଣଙ୍କୁ ଆଜି କିଛି ମାଗିବାକୁ ଇଚ୍ଛା ହେଉଛି। ଏହା ଶୁଣି ଶ୍ରୀରାମ ଆନନ୍ଦରେ କହିଲେ ମାଗ ହନୁମାନ ମାଗ। ମୋ ଜୀବନ ଯାକ ଭାବୁଛି ମୋତେ ହନୁମାନ କିଛି ମାଗୁନାହାନ୍ତି। ମାଗ ମୁଁ ଦେବି ଶୀଘ୍ର ମାଗ। ଶ୍ରୀ ହନୁମାନ ଭାବିଲେ ମହା ଠାକୁର ବୋଧେ ଫୁଟାଲିଙ୍ଗ ପୁରା ପୁରା ହେଟା ତଳେ ଯାଇକି ଅଛନ୍ତି ସିଏ ତଳେ କୁଆଡ଼େ ଯାଇକି ଅଛନ୍ତି ତେଣୁ ପ୍ରଭୁଙ୍କ ଦୟା ଆଉ ଜାଗାର ଉନ୍ନତି ଭଗବାନ ବାବା ଅଛନ୍ତି ନା ନା ତେଣୁ ଆଜ୍ଞା ଆପଣ ଏ ଜାଗାକୁ ଆସନ୍ତୁ ବୁଲିକି ଯାଆନ୍ତୁ ପୁରା ମାନେ ଗଛ ପତ୍ର ଲଗେଇ ପୁରା ଧୂଆଁ କରିଦେଇଛନ୍ତି ଆଉ ତୁ କହୁଛୁ ଏଠିକି ଆସିବା ଏଇ ଜାଗା ଗୋଟିଏ ଦିନ ଅବସର ନେଇ